ପାଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ବିପାତର ଅବିଶ୍ରାନ୍ତ ବର୍ଷା ଯୋଗୁଁ ବିଭିନ୍ନ ଗ୍ରାମରେ ଘରଦ୍ୱାର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ବ୍ଲକର ବଡପାଟଣା ପଞ୍ଚାୟତ ଅନ୍ତର୍ଗତ ମାଧପୁର ଗ୍ରାମର ରମେଶ ନାୟକଙ୍କ ଖପର ଘରଟି ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗି ମାଟିରେ ମିଶି ଯାଇଛି। ଫଳରେ ତାଙ୍କ ପରିବାର ଏବେ ଖୋଲା ଆକାଶ ତଳେ ଅସହାୟ ଅବସ୍ଥାରେ ରହିବାକୁ ବାଧ୍ୟ ହେଉଛନ୍ତି। ସେହିପରି ସରସକଲା ପଞ୍ଚାୟତ ବଡ ଜାମୁପୋଷି ଗ୍ରାମର ଭାଗୀରଥୀ ମହନ୍ତଙ୍କ ଟାଇଲି ଘର ମଧ୍ୟ ବର୍ଷାର ପ୍ରକୋପ ସମ୍ଭାଳି ନପାରି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅଞ୍ଚଳରେ ବର୍ଷା ଲାଗି ରହିଥିବାରୁ ଅନ୍ୟାନ୍ୟ ଦୁର୍ବଳ ମାଟି ଘରଗୁଡିକ ଭୁଶୁଡିବା ଆଶଙ୍କାରେ ଲୋକେ ରାତିରେ ଶୋଇ ପାରୁନାହାନ୍ତି। ତେବେ ପ୍ରଶାସନ ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ପରିବାରଗୁଡିକୁ ଆର୍ଥିକ ସହାୟତା, ପଲିଥିନ୍ ଓ ଉଚିତ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି। କେନ୍ଦୁଝର ଜିଲ୍ଲାରୁ ଦଶରଥ ବାରିକଙ୍କ ସହ ପାଟଣାରୁ ଦୀନବନ୍ଧୁ ମିଶ୍ରଙ୍କ ରିପୋର୍ଟ, ବ୍ଲାକ୍ ନ୍ୟୁଜ ଓଡ଼ିଆ।